ଆଜି ଆମେ ଏଠାରେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ହିଷ୍ଟ୍ରି ବହିର ତମର ଚାପ୍ଟର 2 ଯୋଉଟା ରହିଛି କଣ ନା ମାନବ ବିବର୍ତ୍ତନ ଇତିହାସ। ଏଇ ବିଷୟରେ ଆମେ ଆଜି କଣ କରିବା ନା ସବିଶେଷରେ ଆଲୋଚନା କରିବା। ତ ଏଥିରେ ଜାଣିବା ଏଇ ଯୋଉ ମଣିଷ ରହିଛି, ମଣିଷ କିପରି ଏକ ପୂର୍ଣ୍ଣାଙ୍ଗ ମାନବରେ କ୍ରମ ବିବର୍ତ୍ତନ ହୋଇ କଣ ହେଇଥିଲା ନା ପରିଣତ ହେଇଥିଲା, ସେଇ ବିଷୟରେ ଆମେ ଏଠାରେ କଣ ହବା ନା ସବିଶେଷରେ ଜାଣିବା। ଏହାକୁ ଜାଣିବାକୁ ହେଲେ ଆମକୁ ପ୍ରଥମେ ଜାଣିବାକୁ ପଡିବ ଯେ ପୃଥିବୀ କିପରି ସୃଷ୍ଟି ହେଇଥିଲା। ନା ପୃଥିବୀ କିପରି ସୃଷ୍ଟି ହେଇଥିଲା ନା ପୃଥିବୀ ସର୍ବପ୍ରଥମେ ଏକ ଜ୍ୱଳନ୍ତ ଗ୍ୟାସୀୟ ପିଣ୍ଡ ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଗ୍ୟାସୀୟ ପିଣ୍ଡଟି କଣ ହେଲା ନା ତରଳରେ ପରିଣତ ହେଲା ଏବଂ ଏଇ ତରଳ ପୁନର୍ବାର କଣ ହେଲା ନା ଶୀତଳ ହେବା ପରେ କଠିନ ରେ ପରିଣତ ହେଲା। ଅର୍ଥାତ୍ ଆମେ ଯୋଉ ଆଜିର ଯୋଉ ବିଶ୍ୱକୁ ବା ପୃଥିବୀକୁ ଦେଖୁଛେ, ଯୋଉ ସ୍ଥିତି ସେଇ ସ୍ଥିତିରେ ଥିଲା। ଯେତେବେଳେ କଠିନ ପରିସ୍ଥିତି କଠିନ ରେ ପରିଣତ ହେଲା, ତା ପରବର୍ତ୍ତୀ ଅବସ୍ଥାରେ ଏଠାରେ ଜୀବଜନ୍ତୁ ମାନେ ସୃଷ୍ଟି ହେଲେ ଏବଂ ଏଇ ଜୀବଜନ୍ତୁ ମାନେ କଣ ହେଲେ ନା ବିବର୍ତ୍ତନ ପ୍ରକ୍ରିୟା ରେ ପୃଥିବୀର ଜୀବଜନ୍ତୁଙ୍କର ବାସସ୍ଥଳୀରେ ପରିଣତ ହେଲା। ଧୀରେ ଧୀରେ ଯୋଉ ଜୀବଜନ୍ତୁ ଗୁଡ଼ିକ ସୃଷ୍ଟି ହେଲେ ସେମାନେ ବିବର୍ତ୍ତନ ପ୍ରକ୍ରିୟା ଧୀରେ ଧୀରେ ପରିବର୍ତ୍ତନରେ ସେମାନେ କଣ କଲେ ନା ବିଭିନ୍ନ ପ୍ରକାର ଜୀବଜନ୍ତୁ ସୃଷ୍ଟି ହେଲେ ଏବଂ ସେମାନଙ୍କ ବାସସ୍ଥଳୀ ବନିଗଲା କଣ ନା ପୃଥିବୀ। ଦେଖ ପିଲାମାନେ, ଏଇ ଯୋଉ ବିବର୍ତ୍ତନ ପ୍ରକ୍ରିୟାକୁ ସର୍ବପ୍ରଥମେ ତମର ଚାର୍ଲସ ରବର୍ଟ ଡାରୱିନ ନାମକ ଜଣେ ବୈଜ୍ଞାନିକ ସିଏ କଣ କରିଥିଲେ ପରିପ୍ରକାଶ କରିଥିଲେ। ସିଏ କେଉଁଠିରେ ପରିପ୍ରକାଶ କରିଥିଲେ ନା ସିଏ ଗୋଟେ ପୁସ୍ତକ ଲେଖିଥିଲେ ହେଲା। ସେ ପୁସ୍ତକ ନାଁ ହଉଛି କଣ ଥିଲା ନା ଥିଓରି ଅଫ ଇଭଲ୍ୟୁସନ ବା ତୁମର କୁହାଯାଇ ପାରିବ ବୈଜ୍ଞାନିକ ବିବର୍ତ୍ତନ। ଏଇ ଯୋଉ ପୁସ୍ତକଟି ଲେଖିଥିଲେ, ଏଇ ପୁସ୍ତକରେ କଣ କରିଥିଲେ ନା ଏଇ ବିବର୍ତ୍ତନବାଦ ବିଷୟରେ ସର୍ବପ୍ରଥମେ ସୂଚନା ଦେଇଥିଲେ। ତାଙ୍କର ସେ ପୁସ୍ତକର ନାମଟି କଣ ଥିଲା ନା ସେ ପୁସ୍ତକର ନାମ ଥିଲା ଜାତିର ଉତ୍ପତ୍ତି ବା ଅରିଜିନ୍ ଅଫ ସ୍ପେସିସ୍। ଏଇଟା ତମର 24 ନଭେମ୍ବର 1859 ମସିହାରେ ପ୍ରକାଶିତ ହୋଇଥିଲା। ତେଣୁକରି ପିଲାମାନେ ଏଇଟା ମନେ ରଖିବ, ଏଇ ଦୁଇଟା କଥା ମନେ ରଖିବ ଯେ ବିବର୍ତ୍ତନବାଦ ପ୍ରବର୍ତ୍ତକ କିଏ ନା ଚାର୍ଲସ ଡାରୱିନ। ଚାର୍ଲସ ଡାରୱିନ ଏଇଟା ମନେ ରଖିବ ଏବଂ ତାପରେ ଆଉ ଗୋଟେ ମନେ ରଖିବ ଚାର୍ଲସ ଡାରୱିନ କେଉଁ ପୁସ୍ତକ ଲେଖିଛନ୍ତି ନା ଜାତିର ଉତ୍ପତ୍ତି ବା ଅରିଜିନ୍ ଅଫ ସ୍ପେସିସ୍। ଏବଂ ୟା କେବେ ପ୍ରକାଶ ପାଇଥିଲା ନା 24 ନଭେମ୍ବର 1859 ମସିହାରେ। ଏଇ ଜିନିଷ ଗୁଡିକ ମନେ ରଖିବ, ସବୁ କ୍ୱେଶ୍ଚନ ଆସିବ। ତାପରେ ଦେଖିବା ଏଇ ଯୋଉ ଡାରୱିନ ତାଙ୍କର ଯୋଉ ବିବର୍ତ୍ତନବାଦ ଯୋଉ ଅରିଜିନ୍ ଅଫ ସ୍ପେସିସ୍ ବହିରେ ଲେଖିଥିଲେ, ସେ କଣ ଦେଇଥିଲେ ତାଙ୍କ ମତ ଥିଲା ଯେ ପ୍ରଥମେ ଜଳଚର ଜୀବ ସୃଷ୍ଟି ହେଇଥିଲେ। ଏଇ ଜଳଚର ଜୀବ ଯେପରି ତମର ଜେଲି ଜେଲି ମାଛ, ଚିଙ୍ଗୁଡି, ଖୋଳପାଯୁକ୍ତ ମାଛ ଏଇ ସବୁ ସୃଷ୍ଟି ହେଇଥିଲେ। ପରବର୍ତ୍ତୀ ଅବସ୍ଥାରେ କଣ ହେଲା ନା ପରବର୍ତ୍ତୀ ଅବସ୍ଥାରେ କଣ ହେଲା ନା ସ୍ଥଳଚର ଜୀବ ସୃଷ୍ଟି ହେଲେ, ଯେପରି ତମର ଡାଇନୋସର, ଏଣ୍ଡୁଅ, ସ୍ତନ୍ୟପାୟୀ ପ୍ରାଣୀ ଏଇ ସବୁ ଜିନିଷ ଗୁଡିକ କଣ ହେଲେ ସୃଷ୍ଟି ହେଲେ ଏବଂ ତା ପରବର୍ତ୍ତୀ ଅବସ୍ଥାରେ ଏଇ ସ୍ଥଳଚର ପ୍ରାଣୀ ମଧ୍ୟରୁ ସ୍ତନ୍ୟପାୟୀ ପଶୁ ମାନଙ୍କର ବିବର୍ତ୍ତନ ଫଳରେ ମଣିଷ ସୃଷ୍ଟି ହେଲା। ସ୍ତନ୍ୟପାୟୀ ପଶୁ ଅର୍ଥାତ୍ ଯୋଉମାନେ ତାଙ୍କର ଶାବକୁ ସ୍ତନ୍ୟପାନ କରାନ୍ତି ସେମାନେ ହେଲେ ସ୍ତନ୍ୟପାୟୀ ପଶୁ। ସେମାନଙ୍କର ଧୀରେ ଧୀରେ ପରିବର୍ତ୍ତନ ହୋଇ କଣ ହେଲା ନା ପୂର୍ଣ୍ଣାଙ୍ଗ ମଣିଷଟି ଆଜି ସୃଷ୍ଟି ହେଲା। ବିଶେଷ ଭାବରେ କେଉଁ ସ୍ତନ୍ୟପାୟୀ ପ୍ରାଣୀରୁ ମଣିଷର ସୃଷ୍ଟି ନା ଦେଖ ସିମ୍ପାଞ୍ଜି, ଓରାଙ୍ଗ ଓଟା, ଗରିଲା ଏଇ ସବୁ ବାନର ମାନଙ୍କ ଠାରୁ କଣ ନା ମନୁଷ୍ୟ ସୃଷ୍ଟି। ଅର୍ଥାତ୍ ଆମର ଯୋଉ ପୂର୍ବଜ ମାନେ ଏଇ ସବୁ ବାନର ଜାତିର ସିମ୍ପାଞ୍ଜି, ଓରାଙ୍ଗ ଓଟାଲ, ଗରିଲା ପ୍ରଭୃତି ଥିଲେ। ପ୍ରଥମେ ଆମେ ଦେଖିବା ଏଇ ଯୋଉ ମାନବ ଯୋଉ ବିବର୍ତ୍ତନ ହେଲା ସେ କିପରି ଭାବେ ବିବର୍ତ୍ତନ ହେଲା। ପ୍ରଥମେ ଯୋଉ ମାନବଟି ତିଆରି ହୋଇଥିଲା ମାନେ ସୃଷ୍ଟି ହେଇଥିଲା ତାହାକୁ ଆମେ କହୁଥିଲେ ଅଷ୍ଟ୍ରାଲୋପିଥେକସ୍। ଏଇଭଳିଆ ମାନବଟି ସୃଷ୍ଟି ହେଇଥିଲା, ଯୋଉଟା କି ଦେଖିବାକୁ ଗୋଟେ ମାଙ୍କଡ ଭଳିଆ। ତା ପରବର୍ତ୍ତୀ ଅବସ୍ଥାରେ ଜାଭା ମାନବ ସୃଷ୍ଟି ହେଲା ଏବଂ ତାପର ଅବସ୍ଥାରେ ପେକିଂ ମାନବ ଏବଂ ତାପର ଅବସ୍ଥାରେ ହେଡେଲବର୍ଗ ମାନବ ଏବଂ ତାପର ଅବସ୍ଥାରେ ତମର ପିଟଡାଉନ ମାନବ। ଏଇଭଳି ଭାବରେ ମାନବର ପ୍ରକ୍ରିୟାରେ କଣ ହେଇଥିଲା ନା ବିବର୍ତ୍ତନ ସୃଷ୍ଟି ହେଲା। ଏଗୁଡିକ ଆମେ ବିସ୍ତୃତ ଭାବରେ ପରବର୍ତ୍ତୀ ସ୍ଲାଇଡ ମାନଙ୍କରେ ପଢିବା। ପ୍ରଥମେ ଆମେ ଦେଖିବା ବାନର ବା ଏଫ୍ ମାନେ ମଣିଷର ଆଦ୍ୟ ଅବସ୍ଥା। ଦେଖ ଏଇ ବାନର ବା ଏଫ୍ ରେ କଣ ହେଇଥାଏ ନା ଆଖି ଠାରୁ ତଳ ପଟେ ଧଳି ରହିଥାଏ, ମାନେ ଆଖି ଗୁଡିକ ଭିତରକୁ ଗଳିଗଲା ଭଳିଆ ହେଇଥାଏ। ତାର କପାଳଟି କ୍ଷୁଦ୍ର ଥାଏ ଏବଂ ଟିକିଏ ଆଗକୁ ସବୁବେଳେ ଢଳି ଢଳି ଚାଲୁଥାଏ। ମାଙ୍କଡ ଯେମିତି ଢଳି ଢଳି ଚାଲେ ସେମିତି ଢଳି ଢଳି ଚାଲୁଥାଏ। ତାଙ୍କ ଶରୀର ଘଞ୍ଚ ଲୋମ ଆବୃତ। ଏମାନେ ଭାଷା କୁହନ୍ତି ଖଣ୍ଡିତ ଭାଷା, ମାନେ କ୍ଲିୟର ଭାଷା ସେମାନେ କହିପାରନ୍ତିନି।
କଣ ଖାଦ୍ୟ ବ୍ୟବହାର କରନ୍ତି ନା ଫଳ ମୂଳ ମାଂସ ଏଇଗୁଡିକ ଖାଦ୍ୟ ହିସାବରେ ବ୍ୟବହାର କରନ୍ତି। ଗୁମ୍ଫା ବା ଖୋଲା ସ୍ଥାନରେ ସେମାନେ ରୁହନ୍ତି ଏବଂ ସେମାନେ କଣ କରୁଥିଲେ ନା ପରିଧାନ କିଛି କରୁନଥିଲେ, ଅର୍ଥାତ୍ ଏମାନେ ଉଲଗ୍ନ ଅବସ୍ଥାରେ ଜଙ୍ଗଲରେ ବୁଲୁଥିଲେ। ତାପରେ ଦେଖିବା ଯୋଉ ଆଉ ଗୋଟିଏ ଯୋଉ ମାନବ ଆଇଲା ବାନର ପରେ ଯଦି କୋଉ ମାନବ କଥା ଆସେ ସେଟା ହେଲା ଅଷ୍ଟ୍ରାଲୋପିଥେକସ୍। ଏଇଟା ମନେ ରଖିବ ପିଲାମାନେ, ଅଷ୍ଟ୍ରାଲୋପିଥେକସ୍ ଦିଟା ଶବ୍ଦରୁ ଆସିଛି। ଗୋଟେ ହେଲା ଅଷ୍ଟ୍ରାଲ ଯାହାର ଅର୍ଥ ଦକ୍ଷିଣ ଏବଂ ପିଥକସ୍ ଯାହାର ଅର୍ଥ ହଉଛି ବାନର ବା ମାଙ୍କଡ। ଅର୍ଥାତ୍ ଯଦି ଆମେ ଦୁଇଟି ଶବ୍ଦକୁ ଆମେ ବିଶ୍ଳେଷଣ କରିବା ତାହେଲେ ପାଇବା ଦକ୍ଷିଣର ବାନର, ଅଷ୍ଟ୍ରାଲୋପିଥେକସ୍ ର ଠିକ ଅର୍ଥ ହବ ଦକ୍ଷିଣର ବାନର। ପିଲାମାନେ ନା କାହିଁକି ଅଷ୍ଟ୍ରାଲୋପିଥେକସ୍ ହେଇଛି ନା ଦେଖ ପିଲାମାନେ, ଏହା ଆବିଷ୍କାର 17 ଜୁଲାଇ 1959 ମସିହା ତାଞ୍ଜାନିଆ ଠାରେ ଏବଂ ଉଡୁଭି ଗିରି ସଂକଟରେ କଣ ହେଇଛି ନା ଆବିଷ୍କାର ହୋଇଛି। ୟାର ଆବିଷ୍କାର କିଏ କରିଛନ୍ତି ପିଲାମାନେ ମନେ ରଖିବ ନା ମେରି ଲିକେ ଅଷ୍ଟ୍ରାଲୋପିଥେକସ୍ ମାନବର ଉଦ୍ଧାର କରିଛନ୍ତି। ସେ ପାଖାପାଖି ତାଙ୍କୁ 40 ବର୍ଷ ଲାଗିଥିଲା ଖନନ କରି ବିଭିନ୍ନ ସ୍ଥାନରୁ ୟାର କଙ୍କାଳ ମାନ ସବୁ କଣ କରିଥିଲେ ନା ସଂଗ୍ରହ କରିଥିଲେ। କିଏ ନା ମେରି ଲିକେ। ତାପରେ ଯଦି ଦେଖିବା ଇଏ ମାନବ କେବେ ସୃଷ୍ଟି ହେଇଥିଲା, ପାଖାପାଖି 5 ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ହେଇଥିଲା। ଇଏ ହଉଛି କୌଣ ନା ବାନର ଏବଂ ଆଧୁନିକ ମଣିଷର ମଧ୍ୟ ଅବସ୍ଥା ଅଟେ। ତାପରେ ଯଦି ଆମେ ଦେଖିବା ଏଇ ଯୋଉ ଅଷ୍ଟ୍ରାଲୋପିଥେକସ୍ ମାନବର କଣ ଥିଲା ଶାରୀରିକ ଲକ୍ଷଣ ନା ତା ଉଚ୍ଚତା ପାଖାପାଖି ତମର କଣ ଥିଲା ନା 4 ଫୁଟ ଥିଲା। ତମର ମୋଟା ଏ ସ୍କୋଲ ଗୁଡିକ ସ୍କଲ ମାନେ ଖପୁରି ବହୁତ ମୋଟା ଥିଲା। ଦାନ୍ତ ମାଢି ଗୁଡିକ ବଡ ଥିଲା। ମସ୍ତିଷ୍କ ଛୋଟ ବା କ୍ଷୁଦ୍ର ଥିଲା। ଗତି ପ୍ରଣାଳୀ ମାନେ ପାଦରେ ଚାଲି ଚାଲି ଯାଉଥିଲେ, ହାତ ବ୍ୟବହାର କରୁଥିଲେ ଏବଂ ଉପକରଣ ଏମାନେ ମସୃଣ ହୋଇନଥିବା ପଥର ଅସ୍ତ୍ରଶସ୍ତ୍ରକୁ କଣ କରୁଥିଲେ ଏମାନେ ବ୍ୟବହାର କରୁଥିଲେ। ତାପରେ ଆମେ ଦେଖିବା ତମର କଣ ନା ଏଇ ଯୋଉ ବିଭିନ୍ନ ଦେଶରେ ଅଷ୍ଟ୍ରାଲୋପିଥେକସ୍ ମାନବ, ଅର୍ଥାତ୍ এই ଅଷ୍ଟ୍ରାଲୋପିଥେକସ୍ ମାନବଟି ର କଙ୍କାଳଟି କେବଳ ଗୋଟିଏ ଦେଶରେ ଏମାନେ ପାଇନଥିଲେ, ଏମାନେ ବିଭିନ୍ନ ଦେଶରେ ପାଇଥିଲେ। କିନ୍ତୁ ଯେତେବେଳେ ଏଇ ଯୋଉ ମାନବର କଙ୍କାଳ ଗୁଡେ ବିଭିନ୍ନ ପାଇଥିଲେ, ଯେଉଁ ସ୍ଥାନରେ ପାଇଥିଲେ ସେଇ ସ୍ଥାନର ନାମ ଅନୁସାରେ ସେ କଙ୍କାଳର ନାମ କଣ ବା ସେ ମାନବର ନାମକୁ ଦିଆଯାଇଥିଲା। ପ୍ରଥମେ ଆସିବା ଆମେ ଦେଖିବା ଜାଭା ମାନବ, ଯୋଉଟା କି ଇଣ୍ଡୋନେସିଆ, ଆମେ ଜାଣିଛୁ ଇଣ୍ଡୋନେସିଆର ଗୋଟେ ସହର ଜାଭା। ସେ ଜାଭାଟାରେ କଣ ହେଇଥିଲା ଏ ମାନବର ଆବିଷ୍କାର ହୋଇଥିବାରୁ ୟାକୁ ଜାଭା ମାନବ କୁହନ୍ତି। ୟାର ଉଚ୍ଚତା ପାଖାପାଖି 5.5 ଫୁଟ, ମାନେ ଆଧୁନିକ ବର୍ତ୍ତମାନ ଯୋଉ ମାନବ ସେଇମାନଙ୍କ ଉଚ୍ଚତା ଭଳିଆ ହୋଇଥିଲା। ଇଏ କିନ୍ତୁ ଠିଆ ହେଇ ପାରୁଥିଲେ, ସିମ୍ପାଞ୍ଜି ପରି ଦେଖାଉଥିଲେ। ଦେଖନ୍ତୁ ପିଲାମାନେ କେମିତି ସେ ସିମ୍ପାଞ୍ଜି ପରି ଦେଖା ହଉଛି ଜାଭା ମାନବଟି। ଏବଂ ଏମାନେ କଥା କହି ପାରୁନଥିଲେ ଏବଂ ଏଙ୍କ ମସ୍ତିଷ୍କ କ୍ଷୁଦ୍ର ଥିଲା। ମସ୍ତିଷ୍କଟା କଣ ଥିଲା ନା କ୍ଷୁଦ୍ର ଥିଲା। ତାପରେ ଆମେ ଦେଖିବା ନେକ୍ସଟ ଯୋଉ ଅଷ୍ଟ୍ରାଲୋପିଥେକସ୍ ମାନବ ହଉଛନ୍ତି ସେ କିଏ ନା ତୁମର ପେକିଂ ମାନବ ଯୋଉଟା କି ତମର ଚୀନରେ ଦେଖାଯାଉଛି। ଏ ଜାଭା ମାନବ ଟିକେ ଉନ୍ନତ ଥିଲା। କପାଳ ୟାର ଚଉଡା ଥିଲା। ଏ ଦେଖ ପିଲାମାନେ କପାଳ କିପରି ଚଉଡା ଅଛି। ଏବଂ ଇଏ କଣ ଥିଲା ନା ଇଏ ଭାଷା ବ୍ୟବହାର କରୁଥିବାର ଅନୁମାନ କରାଯାଏ, ଯିଏ ଭାଷା ଶିଖିଥିଲା। ତାପରେ ଆମେ ଦେଖିବା ହେଡେଲବର୍ଗ ମାନବ। ହେଡେଲବର୍ଗ ଟା କଣ ନା ଜର୍ମାନୀର ଗୋଟେ ଜାଗା ଅଛି, ତା ନା ହେଡେଲବର୍ଗ। ସେଇଟାରେ ମାନବର ଅସ୍ଥି କଙ୍କାଳ ହୋଇଥିବାରୁ ୟାକୁ ହେଡେଲବର୍ଗ ମାନବ କୁହନ୍ତି। ଇଏ ଜାଭା ମାନବ ପେକିଂ ମାନବ ଠାରୁ ଆହୁରି ଉନ୍ନତ ଥିଲା। ୟା ଦାନ୍ତ ଗୁଡିକ ଦେଖ ଆଧୁନିକ ଦାନ୍ତ ଭଳିଆ ଥିଲା। ଆଧୁନିକ ମାନବର ଦାନ୍ତ ଭଳିଆ ଥିଲା ଏବଂ ୟାର ଶରୀର ହୃଷ୍ଟପୃଷ୍ଟ ବିଶାଳ ଥିଲା ଏବଂ ଏ ଭାଷା ଆଦାନ ପ୍ରଦାନ କରିପାରୁଥିଲା। ଇଏ ଥିଲା ହେଡେଲବର୍ଗ ମାନବ, ଯିଏକି ଜର୍ମାନୀରୁ ଆବିଷ୍କୃତ ହୋଇଥିଲା। ତାପରେ ପିଟ୍ ଡାଉନ ମ୍ୟାନ ମାନବ, ଯୋଉଟା କି ତମର ଇଂଲଣ୍ଡର ଗୋଟେ ଜାଗା ଅଛି, ସେ ଇଂଲଣ୍ଡର ଏ ମାନବଟି କଣ ହେଇଥିଲା ତାର ଅସ୍ତିତ୍ୱ ଆବିଷ୍କୃତ ହେଇଥିଲା। ଇଏ ହଉଛି ଜାଭା ମାନବ ଏବଂ ଆଧୁନିକ ମାନବ ମଧ୍ୟରେ କଣ ହଉଛି ମଧ୍ୟ ଅବସ୍ଥା। ୟାର ମାଢି ବାନରର ମାଢି ପରି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୟାର ମଧ୍ୟ କଣ ହେଇଥିଲା ବିକାଶ ହେଇଥିଲା। ତାପରେ ଆମେ ଦେଖିବା ହୋମୋ ଇରେକ୍ଟସ। ଇଏ ଆଉ ଗୋଟେ ପ୍ରକାରର ମାନବ ଶ୍ରେଣୀ ହୋମୋ ଇରେକ୍ଟସ। ହୋମୋର ଅର୍ଥ ହଉଛି ଆମେ ଦେଖିବା ପୁରୁଷ ଲୋକକୁ ହୋମୋ କୁହାଯାଏ ଏବଂ ଇରେକ୍ଟସ ଅର୍ଥ ସଳଖ ହେଇ ଚାଲେ, ଅର୍ଥାତ୍ ସଳଖ ହେଇ ଛିଡାଇ ପାରୁଥିବା ମାନବକୁ ଆମେ ହୋମୋ ଇରେକ୍ଟସ କହୁ। ଇଏ ପାଖାପାଖି 2 ନିୟୁତ ବର୍ଷ ପୂର୍ବରୁ ଦେଖା ଦେଇଥିଲା। ଇଏ ଯଦି ଦେଖିବା ଇଏ ଜର୍ମାନୀର ଡିସେଲ୍ଫ ଏବଂ ନିଅଣ୍ଡରଥାଲ ଗୁମ୍ଫାରୁ ଏ ମାନବ ଦେଖାଯାଉଥିବାରୁ ଏକୁ ମଧ୍ୟ ଏଇ ହୋମୋ ଇରେକ୍ଟସ ପିଲାମାନେ ମନେ ରଖିବ। ହୋମୋ ଇରେକ୍ଟସ ର ଅନ୍ୟ ନାମ ହଉଛି କଣ
ନା ନିଅଣ୍ଡରଥାଲ ମାନବ, କାହିଁକି ନା ଇଏ ନିଅଣ୍ଡରଥାଲ ଠାରେ ଜର୍ମାନୀର ନିଅଣ୍ଡରଥାଲ ଠାରେ ଇଏ ମାନବଟି ଦେଖାଯାଇଥିଲା। ତାପରେ ଆମେ ଦେଖିବା ସେଇ ନିଅଣ୍ଡରଥାଲ ମାନବ ବା ତୁମର ଯୋଉ ହୋମୋ ଇରେକ୍ସ ମାନବ, ତାର କଣ ବୈଶିଷ୍ଟ୍ୟ ଥିଲା? ନା ସିଏ ତାର ସପୁରୀ ମୋଟା ଥିଲା, ହାଡ ଭାରି ଥିଲା, ମସ୍ତିଷ୍କ ଅଷ୍ଟଲୋପିତସ୍ଥରୁ ବହୁ ଗୁଣରେ ଉନ୍ନତ ଥିଲା। ଭାଷା କହିବାକୁ ଗଲେ ସେ ଭାଷା କହି ପାରୁଥିଲା, ସରି ଶବ୍ଦ ସୃଷ୍ଟି କରିପାରୁଥିଲା କିନ୍ତୁ ଭାଷା କହିପାରୁନଥିଲା। ତାପରେ କଣ ହେଲା ନା ସିଏ ଗୁମ୍ଫାରେ ରହୁଥିଲା, ପଥରର ଅସ୍ତ୍ର ବ୍ୟବହାର କରୁଥିଲା, ପ୍ରଜ୍ୱଳନ କରି ଅଗ୍ନି ଉଷୁମ କରି ଗୁମ୍ଫାକୁ ଉଷୁମ ରଖୁଥିଲା ଏବଂ ମିଳିତ ଭାବେ ବଡ ବଡ ଜୀବଜନ୍ତୁଙ୍କ ଶିକାର କରିବା ସହିତ ନଦୀ, ହ୍ରଦ, ଝରଣା କୂଳରେ ସିଏ ବସବାସ କରୁଥିଲା ଏବଂ ପଶୁ ଚମଡା ଦ୍ୱାରା ଶରୀର ଆବିଷ୍କୃତ କରି ରଖୁଥିଲା। ହୋମୋ ହାବିଲ୍ସ ମାନେ ଏଇ ଯୋଉ ମାନବକୁ ମଧ୍ୟ ଏକ ହୋମୋ ହାବିଲ୍ସ ମାନବ କୁହାଯାଏ, କାହିଁକି ନା ହାବିଲ୍ସ ର ଅର୍ଥ ହଉଛି ତମର କଣ ନା ଅସ୍ତ୍ରଶସ୍ତ୍ର, ତେଣୁ ସେ ଅସ୍ତ୍ରଶସ୍ତ୍ର ତିଆରି କରିପାରୁଥିବାରୁ ତାକୁ ହୋମୋ ହାବିଲ୍ସ ମଧ୍ୟ କୁହାଯାଉଥିଲା। ତାପରେ ଆଉ ଗୋଟେ ପ୍ରକାରର ମାନବ ଇଏ ରହିଲା ଯୋଉଟା ହୋମୋ ସାପିଏନ୍ସ, ଯୋଉଟା କି ଚତୁର ମାନବ ବା ଚିନ୍ତାଶୀଳ ମାନବ କୁହାଯାଏ, ବା ଆଧୁନିକ ମାନବ, ବର୍ତ୍ତମାନ ଯୋଉ ଆମେ ଯୋଉ ମାନବ ଦେଖାଉଛେ ସେଇଭଳିଆ ଇଏ ମାନବ ହେଲା। ଇଏ ହୋମର ଅର୍ଥ ହଉଛି ପୁରୁଷ, ମୁଁ ପୂର୍ବ ଇଏରେ କହିଥିଲି ସ୍ଲାଇଡ ରେ, ଏବଂ ସାପିଏନ୍ସ ର ଅର୍ଥ ହଉଛି ଚତୁର। ତେଣୁ ଯେଉଁ ପୁରୁଷ ମାଙ୍କଟି ଚତୁର ତାକୁ ଆମେ ହୋମୋ ସାପିଏନ୍ସ କୁହାଯାଏ। ଇଏ ହଉଛନ୍ତି ମାନବର ତମର କଣ ଇଏ ପୂର୍ଣ୍ଣାଙ୍ଗ ମାନବ ର ଅବସ୍ଥା। ଇଏ ପାଖାପାଖି 1.5 ରୁ 1 ନିୟୁତ ବର୍ଷ ପୂର୍ବରେ ଏ ମାନବ ଦେଖାଉଥିଲା। ଆବିଷ୍କାର କୋଉଠି ହେଇଛି ନା ଫ୍ରାନ୍ସର ମ୍ୟାଗନନ ଏବଂ ଗୁମ୍ଫା, ଏବଂ ଫ୍ରାନ୍ସର ମେଣ୍ଟନନ, ଉତ୍ତର ଆଫ୍ରିକା ଏବଂ ଦକ୍ଷିଣ ଏସିଆ, ସ୍ପେନର କେତେକ ଅଞ୍ଚଳରେ ଆବିଷ୍କୃତ ହେଇଛି। ଯଦି ଦେଖିବା ଏଇ ହୋମୋସେପିଏନ୍ସ ର ତାର କଣ ଥିଲା ନା ତାର ବୈଶିଷ୍ଟ୍ୟ କଣ ଥିଲା, ନା ଯଦି ଦେଖିବା ତାର ମୁଖମଣ୍ଡଳ କଣ ଥିଲା ନା ଚଉଡା ଥିଲା, ନାକ ସରୁ ଆଉ ତୀକ୍ଷ୍ଣ ଥିଲା, ସେ ଭାଷାର ବ୍ୟବହାର କରିପାରୁଥିଲା, ବୁଦ୍ଧି ତାର ଚତୁର ଥିଲା ଏବଂ ଶିକାର ମଧ୍ୟ କରିପାରୁଥିଲା। ଯଦି ଆମେ ଦେଖିବା ଫ୍ରାନ୍ସ ଏବଂ ସ୍ପେନର ଗୁମ୍ଫାର ଚିତ୍ର ଗୁଡିକ ଏମାନେ ସୃଷ୍ଟି କରୁଥିଲେ, ବୁଦ୍ଧିମତ୍ତାରେ ଏମାନେ ପରିଚୟ ପ୍ରଦାନ କରୁଥିଲେ, ଭାଷା ବ୍ୟବହାର ଏବଂ ଜ୍ଞାନ ର ପରିଚୟ ଏମାନଙ୍କ ପାଖରେ